ଧରା ପଡ଼ିଲେ ବଡ଼ ଦୋଷୀ ଏମାନଙ୍କ ପାଇଁ ହାରିଲା ଟିମ୍ ଇଣ୍ଡିଆ। ସିଡନୀରେ 140 କୋଟି ଜନତାର ହୃଦୟ ଭାଙ୍ଗିଲା। ପୁଣି ଥରେ ଭାରତର ଫ୍ୟାନ୍ସମାନଙ୍କୁ ନିରାଶ କଲା ଟିମ୍ ଇଣ୍ଡିଆ। ବିଗତ 10 ବର୍ଷ ପରେ ବିଜିଟି ସିରିଜ୍ ଜିତିଲା ଅଷ୍ଟ୍ରେଲିଆ ଦଳ। ଯଶପ୍ରୀତ ବୁମରା ପଡ଼ିଆରେ ନଥିବାରୁ ଏହାର ଲାଭ ଉଠାଇଲା ଅଷ୍ଟ୍ରେଲିଆ ଦଳ। ଭାରତକୁ 6 ୱିକେଟରେ ହରାଇଲା ଅଷ୍ଟ୍ରେଲିଆ ଦଳ। 5 ମ୍ୟାଚ୍ ବିଶିଷ୍ଟ ସିରିଜ୍ 3-1ରେ ଜିତିଲା ଅଷ୍ଟ୍ରେଲିଆ ଦଳ। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ 2024-25 ଖେଳାଯାଉଥିବା ବେଳେ ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। ଏହି ପଞ୍ଚମ ଟେଷ୍ଟକୁ ଜିତିବାକୁ ଅଷ୍ଟ୍ରେଲିଆ ଆଗରେ 162 ରନର ବିଜୟ ଲକ୍ଷ୍ୟ ରଖିଥିଲା ଟିମ୍ ଇଣ୍ଡିଆ। ଏହାକୁ 4 ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଲା ଅଷ୍ଟ୍ରେଲିଆ ଦଳ। ଉସ୍ମାନ ଖାବାଜ 41 ଏବଂ ୱେବଷ୍ଟାର 39 ରନର ଇନିଂସ ଖେଳିଥିଲେ। ଯଶପ୍ରୀତ ବୁମରାକୁ ପ୍ଲେୟାର ଅଫ୍ ଦି ସିରିଜ୍ ଘୋଷଣା କରାଯାଇଥିଲା। ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ହାରିବା ପରେ ରୋହିତ ରାହୁଲ ବିରାଟଙ୍କୁ ଦୋଷୀ ସାବ୍ୟସ୍ତ କଲେ ଏବଂ WTC ଫାଇନାଲ 2025ର ସମ୍ପୂର୍ଣ୍ଣ ରୂପେ ଟିମ୍ ଇଣ୍ଡିଆ ବାଦ୍ ପଡ଼ିଛି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ।